ସମର୍ଥ ଅଟନ୍ତି। ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମମାନଙ୍କୁ ଉଦ୍ଧାର କରିବେ। ମାତ୍ର ଯେବେ ନ କରନ୍ତି ତେବେ ହେ ମହାରାଜ, ଆମେ ମାନେ ଯେ ଆପଣଙ୍କ ଦେବଗଣ ଦେବତାଗଣର ସେବା କରିବୁ ନାହିଁ, କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେବନ୍ତୁ। ପ୍ରଭୁ ଏ ବାକ୍ୟ ଆଶୀର୍ବାଦ ପ୍ରାର୍ଥନା କରିବା। ପ୍ରେମ ପବିତ୍ର ପିତା ପ୍ରଭୁ, ତମର ସେ ମହାନାମର ଧନ୍ୟବାଦ ପ୍ରଶଂସା ଗୌରବ କରି ମାଗୁଛୁ ପିତା, ନିବେଦନ ତୁମ ଦ୍ୱାରା ଗ୍ରହଣ କର। ନିଶ୍ଚୟ ବନ୍ଧୁଗଣ, ଏ ବାକ୍ୟ ଆମେ ସମସ୍ତେ ଘୋଷା ବାକ୍ୟ, ଆଉ ଏଇ ଘଟଣାଟା ମତେ ସମସ୍ତଙ୍କର ଜଣା ବିଷୟ। ଶୈଦ୍ରକ ମହେଶ ଅବେଦକଙ୍କର ଯେ କି ଅଦ୍ଭୁତ ବିଶ୍ୱାସ ଈଶ୍ୱରଙ୍କ ନିକଟରେ, ଆଉ ସେ ବିଶ୍ୱାସଟା କେତେ ବଡ ପରିସ୍ଥିତି ତାଙ୍କୁ ଆସିଲେ ମଧ୍ୟ ସେମାନେ କାହାକୁ ଭୟ କରିନାହାନ୍ତି। ଏରା ରାଜା ନବୁକଦନେସ୍ୱର ସମୟର କଥା। ସେ ଯେତେବେଳେ ଗୋଟେ ନବୁକଦନେସ୍ୱର ଗୋଟେ 60 ହାତ ଉଚ୍ଚ 6 ହାତ ପ୍ରସ୍ଥ ସୁବର୍ଣ୍ଣ ପ୍ରତିମା ନିର୍ମାଣ କଲେ, ଆଉ ବାବିଲ ଦେଶର ଦୁରାନାମକ ପଦାରେ ସେ ତାହା ସ୍ଥାପନ କଲେ। ଆଉ ସେଇ ପ୍ରତିମାକୁ ପ୍ରଣାମ କରିବା ପାଇଁ, ସୁବର୍ଣ୍ଣ ପ୍ରତିମା ପ୍ରଣାମ କରିବା ପାଇଁ ଯେତେବେଳେ ତାହା ପ୍ରତିଷ୍ଠା କରିବା ପାଇଁ ଆସିବା ପାଇଁ କ୍ଷତିପାଳ ମାନଙ୍କୁ, ରାଜାପତି ମାନଙ୍କୁ, ଦେଶାଧକ ମାନଙ୍କୁ, ବିଚାରକର୍ତ୍ତା ମାନଙ୍କୁ, କୋଷାଧକ ମାନଙ୍କୁ, ବ୍ୟବସ୍ଥା ନେତାଗଣଙ୍କୁ, ବ୍ୟବସ୍ଥାଗଣଙ୍କୁ, ପ୍ରଦେଶୀୟ ଲୋକମାନଙ୍କୁ ସାଥ ଏକତ୍ର କରି ନବୁକଦନେସ୍ୱର ତାହା ଲୋକ ସେଟା କଣ ପ୍ରେରଣ କଲେ। ଆଉ ସେ କ୍ଷତିପାଳକ ମାନଙ୍କୁ, ରାଜପତି ମାନଙ୍କୁ, ଦେଶାଧକ ମାନଙ୍କୁ, ବିଚାରକ ସେ ସମସ୍ତେ ଏକତ୍ର ହୋଇ ସେମାନେ କଣ କଲେ, ଏ ସ୍ଥାପିତ ପ୍ରତିମା ସମ୍ମୁଖରେ ଠିଆ ହେଲେ। ଆଉ ଘୋଷକ ଉଚ୍ଚ ସ୍ୱରରେ କହିଲେ, ଏ ଲୋକମାନେ ଗୋଷ୍ଠୀବନ୍ତ ମାନେ ନାଭାଷବନ୍ତ ମାନେ ଏ ଆଜ୍ଞା ଦିଆଯାଇଛି, ଏଇ ନବୁକଦନେସ୍ୱରଙ୍କ ରାଜାଙ୍କର ଏ ଆଜ୍ଞା ଦିଆଯାଇଛି, ଯୋଉ ସମୟରେ ଶୃଙ୍ଗ ବାଜିବ, ବଂଶୀ ବାଜିବ, ବୀଣା ବାଜିବ, ଚତୁର୍ଭୁଜ ବାଜିବ, ମୃଦଙ୍ଗ ବାଜିବ, ସବୁ ପ୍ରକାର ବାଦ୍ୟ ବାଜିବ, ସେତେବେଳେ ଯୋଉମାନେ ରାଜା ସ୍ଥାପିତ ନବକୁ ଏଇ ସୁବର୍ଣ୍ଣ ପ୍ରତିମାକୁ ଉବୁଡ ହୋଇ ପ୍ରଣାମ କରିବେ, ଯଦି ଯୋଉ ଲୋକ ମୁହଁ ମାରି ପ୍ରଣାମ କରିବ ନାହିଁ, ସେଇ ଦଣ୍ଡରେ ପ୍ରଦଳିତ ଅଗ୍ନି କୁଣ୍ଡରେ ନିକ୍ଷିପ୍ତ ହେବ। ଏଇଟା ଘୋଷଣା କରାଯାଇଛି। ଏଇ ଘୋଷଣା ଚାରିଆଡେ ଘୋଷିତ ହେଲା। କିନ୍ତୁ ଏଇ ଆମର ଶୈଦ୍ରକ ମହେଶର ଅବେଦନକ 3 ଜଣ, ଏମାନଙ୍କୁ ଯେତେବେଳେ ସମସ୍ତ ବାଜିଲା, ସବୁଆଡେ ଦେଖିଲେ, ଗୋଷ୍ଠୀ ବର୍ଗ ସମସ୍ତ ନବକଦନେସ୍ୱର ପ୍ରତିମାକୁ ପ୍ରଣାମ କଲେ। କିନ୍ତୁ ସେ ସମୟରେ ଯେ ନବୁକଦନେସ୍ୱର ରାଜାଙ୍କୁ ଉତ୍ତର କରି କହିଲେ, ହେ ମହାରାଜ, ଆପଣ ଚିରଜୀବୀ ହୁଅନ୍ତୁ, କାରଣ ଆପଣ ଆଜ୍ଞା କରିଛନ୍ତି ଯେ ଏଇ ସବୁ ବାଦ୍ୟ ବାଜିଲା ବେଳକୁ ଯେ କି ସୁବର୍ଣ୍ଣ ପ୍ରତିମା ପ୍ରଣାମ କରିବେ ତ ଭଲ, ଯଦି ନ କରିବ ସେ ହଉଛି ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହବ, ଆପଣ ଏଇଟା ଆଦେଶ କରିଛନ୍ତି। ମାତ୍ର ଏ ସ୍ଥାନରେ କଣ ଶୈଦ୍ରକ ମହେଶର ଅବେଦନକ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ସେ ଲୋକମାନେ ଆପଣଙ୍କୁ ମାନି ନାହାନ୍ତି, ସେମାନେ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିନାହାନ୍ତି। ସେତେବେଳେ ନବୁକଦନେସ୍ୱର କଣ ହେଲା, ରାଗିଗଲା, କ୍ରୋଧ ହେଇଗଲା। କିଏ ସେଟା ମୋର କଥା ମାନୁନି, କୋଉ ଲୋକମାନେ ସେଟା ଆମର ମୋର କଥା, ମୁଁ ଏତେ ବଡ ଆଜ୍ଞା ଦେବା ଘୋଷକ ହେଲା ମତେ ମାନୁନାହିଁ, ସମସ୍ତେ ମାନୁଛନ୍ତି ମାନୁନାହିଁ, ସେ ମାନୁନାହାନ୍ତି। ସେତେବେଳେ ସେଇ ରାଗି କ୍ରୋଧ ହେଇ କହିଲେ, ଯେ ଶୈଦ୍ରକ ମହେଶ ଅବେଦନକକୁ ଆଣିବା ଆଜ୍ଞା କଲ, ତଉ ଲୋକମାନେ ସେମାନଙ୍କୁ ରାଜା ପାଖକୁ ଆଣିଲେ। ନବୁକଦନେସ୍ୱର ସେମାନଙ୍କୁ କହିଲେ, ଏ ଶୈଦ୍ରକ ମହେଶ ଅବେଦନକ, ତମେ ମାନେ ଯେ ମନସ୍ଥ ହୋଇ ମଦ ଦେବତାର ସେବା କରୁନାହ, କେବା ମୋ ସ୍ଥାପିତ ସୁବର୍ଣ୍ଣମୟ ପ୍ରତିମାକୁ ପ୍ରଣାମ କରୁନାହ? ପ୍ରଶ୍ନ କଲେ ତାଙ୍କୁ। ସେଥିରେ ଶୃଙ୍ଗ ବାଜୁଛି, ବାନ୍ତେ ବାଜୁଛି, ବୀଣା ବାଜୁଛି, ଚତୁର୍ଥୀ ବାଜୁଛି, ନେବଲ ବାଜୁଛି, ମୃଦୁଙ୍ଗ ବାଜୁଛି, ସବୁ ପ୍ରକାର ଶୁଣିଲେ। ତୁମେ ଯେବେ ମୋର ପ୍ରତିମାକୁ ମୁହଁ ମାଡ଼ି ପ୍ରଣାମ କରିବାକୁ ପ୍ରସ୍ତୁତ ହୁଅ ତ ଭଲ କଥା, ଯଦି ତୁମେ ପ୍ରଣାମ କରିବ ନାହିଁ, ତେବେ ସେଇ ଦଣ୍ଡରେ ତୁମ ପ୍ରଦଳିତ ଅଗ୍ନି ଗୋଟେ ନିକ୍ଷିପ୍ତ ହେବ। ଆଉ ଯିଏ ତୁମ ମାନଙ୍କୁ ମୋ ହସ୍ତରେ ଉଦ୍ଧାର କରିବେ, ଏପରି ତ ଦେବତା ଅଛି? ଏଇ ସମସ୍ତ ଭିତରେ ଏଠି ଉଦ୍ଧାର କରିବା କୌଣସି ଦେବତା ଅଛି? ପ୍ରଶ୍ନ କଲେ। ଶୈଦ୍ରକ ମହେଶର ଅବେଦନକ ସାହସର ସହିତ ରାଜାଙ୍କୁ କଲେ, ଏ ନବୁକଦନେସ୍ୱର ଏଇ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମଙ୍କର ପ୍ରয়োଜନ ନାହିଁ, ଆମେ ଆପଣଙ୍କୁ ରିପ୍ଲାଏ ଦେବାର ଆବଶ୍ୟକ ନାହିଁ। ଯେବେ ସେ ସେପରି ହୁଏ, ଆମେ ତାଙ୍କର ସେବା କରିବୁ, ଆମଙ୍କ ସେ ପରମେଶ୍ୱର ଆମକୁ ଯାହା ଅଗ୍ନିକୁଣ୍ଡ ରଖକୁ ସମସ୍ତ, ଆଉ ହେମରାଜ ସେ ଆପଣଙ୍କ ହସ୍ତରେ ଆମମାନଙ୍କୁ ଉଦ୍ଧାର କରିବେ। ଯେବେ ନ କରିବେ ତେବେ ମଧ୍ୟ ଆମେ ଆପଣଙ୍କ ଦେବତାଗଣଙ୍କୁ ସେବା କରିବୁ ନାହିଁ, କି ହବା ଆପଣଙ୍କ ସ୍ଥାପିତ ପୂର୍ଣ୍ଣିମାଙ୍କୁ ପ୍ରଣାମ କରିବୁ ନାହିଁ। ଏଇଟା ଆପଣ ଭଲ କରି ଜାଣନ୍ତୁ, ଭଲ କରି ଜ୍ଞାତ ହୁଅନ୍ତୁ। ଏଇ ଯୋଉ ବିଶ୍ୱାସ
ବିଶ୍ୱାସ ପରମେଶ୍ୱରଙ୍କର ବିଶ୍ୱାସ ତାଙ୍କର ଯୋଉ ପ୍ରାର୍ଥନାର ଶକ୍ତି ବିଶ୍ୱାସ ତାହା ନିଜେ ସେମାନଙ୍କୁ ଦେଇଥିଲେ। ଈଶ୍ୱର ସମ୍ବନ୍ଧରେ କି ଧାରଣା ସେମାନଙ୍କୁ ରକ୍ଷା କରିବା ସମର୍ଥ ହେଇଛି ଧାରଣା। ଈଶ୍ୱର ସମ୍ବନ୍ଧରେ ଆପଣଙ୍କ ଧାରଣା ଆମଙ୍କ ଧାରଣା କଣ? ଆମେ ଆପଣଙ୍କୁ ବିଶ୍ୱାସ କରିପାରୁଛେ ଯେ ଆପଣଙ୍କୁ ସର୍ବପ୍ରକାର ବିପଦ ଆପଦ ରୋଗ ବ୍ୟାଧି କଷ୍ଟ ଯନ୍ତ୍ରଣା ରକ୍ଷା କରିବେ, କେବେ ଆପଣ ଆମମାନଙ୍କୁ ସର୍ବପ୍ରକାର ପରିସ୍ଥିତି ରକ୍ଷା କରିବେ, ଆପଣ ଆମମାନଙ୍କ ଜୀବନରେ କୌଣସି ସମସ୍ୟା ଅଛି ସେଥିରେ ମଧ୍ୟ ରକ୍ଷା କରିପାରନ୍ତି। ଆମେ ବିଶ୍ୱାସ ଗଭୀର ସହ ଦେଖନ୍ତୁ, ନିଶ୍ଚୟ ଆମଙ୍କର ସେ ବିଶ୍ୱାସ ନାହିଁ ତାର ପାଇଁ ଆମେ ବିଚଳ। ଏଇଟା ମୋର ଜୀବନରେ ଆସିଗଲା ଯେ ଏତେ ବଡ ଅସୁସ୍ଥ ହେଇଗଲି, ମୁଁ କହିବି ମୋ ଯେତେ ଏ ବାକ୍ୟ ପରେ ଯୋଉ ସାକ୍ଷ୍ୟ ଆସିବ ମୁଁ କହିବି ସେ ବିଷୟ ପ୍ରକାଶ କରିବି। କାହାର ପ୍ରାର୍ଥନାରେ, କୋଉମାନଙ୍କ ପ୍ରାର୍ଥନାରେ, ଧାର୍ମିକ ମାନଙ୍କ ପ୍ରାର୍ଥନାରେ, ଏଇ ମଣ୍ଡଳୀର ଧାର୍ମିକ ମାନଙ୍କ ପ୍ରାର୍ଥନାରେ ମୁଁ ଆଜି ଠିଆ ହେଇପାରିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ବି ସୁସ୍ଥ ହେବା ପରି ନାହିଁ, ପ୍ରାର୍ଥନାରେ ଅସୁସ୍ଥ ହେଇଛି। ସେଇ ସୁସ୍ଥତାକୁ ନେଇକି ବାକ୍ୟ ପ୍ରଭୁ ମତେ ଦେଲେ ଏ କଥା କହିବା ପାଇଁ। ତେଣୁ ବନ୍ଧୁଗଣ ଆଜି ଶୈଦ୍ରଙ୍କୁ ଦେଖାଇ ଦେଲେ, ସମସ୍ତଙ୍କ ଆଗରେ ଦେଖାଇ ଦେଲେ, ସେ ନବକ ରାଜା ଦେଖାଇ ଦେଲେ ଯେ ଆମର ଈଶ୍ୱର ଜୀବନ୍ତ ଈଶ୍ୱର, ଯେ ସେ ପ୍ରତିମା ନ ସେ ସୁନାରେ କର ରୂପାରେ କର କାହିଁରେ କର, ଓ ଦେବତା ପ୍ରକୃତରେ ଶକ୍ତିଶାଳୀ ଦେଖାଇ ଦେଲେ, ନିର୍ଭର କରି ଦେଖାଇ ଦେଲେ। ସେ ଅବିନ୍ଦଙ୍କ ଜୀବନ ଏଇଟା ଥିଲା ଜୀବନ ଏବଂ ମରଣର ସମସ୍ୟା। ଯଦି ଅବିଶ୍ୱାସ ଯଦି ବିଶ୍ୱାସ ନ କଲେ ମତେ ହଁ ପକେଇଦେଲେ ବାସ୍ ଅଗ୍ନିକୁଣ୍ଡରେ ନିକ୍ଷେପ ହେଇଯିବା କଥା। କିନ୍ତୁ ନବଦୁଃଖ ସ୍ଥାପନ ପ୍ରତିମାକୁ ପ୍ରଣାମ ନ କଲେ ଅଗ୍ନିକୁଣ୍ଡ ନିକ୍ଷେପ କରାହେବ। ସତ୍ୟ ଈଶ୍ୱରଙ୍କ ଉପାସକ ହେବାରୁ ସ୍ୱର୍ଣ୍ଣ ପ୍ରତିମାକୁ ପ୍ରଣିପାତ କରିପାରନ୍ତି ନାହିଁ। ମୃତ୍ୟୁ ହିଁ ସେମାନଙ୍କୁ ଅବଧାରିତ, କିନ୍ତୁ ସେମାନଙ୍କର ବିଶ୍ୱାସ ସେମାନଙ୍କୁ ରକ୍ଷା କଲେ। ସତ୍ୟ ହିଁ ଅଗ୍ନିର ପ୍ରଚଣ୍ଡ ଦହନ ଶକ୍ତି ସେମାନଙ୍କ ଦେହର ବିନ୍ଦୁ ମାତ୍ର କ୍ଷତି କରିପାରିଲା ନାହିଁ। ସେମାନେ ଅକ୍ଷତ ଦେହରୁ ଅଗ୍ନିକୁଣ୍ଡରୁ ବାହାରି ଆସିଲେ। କି ଅଦ୍ଭୁତ ବିଶ୍ୱାସ, କି ଅଦ୍ଭୁତ ବିଶ୍ୱାସ ସମସ୍ତଙ୍କ ଆଗରେ ଦେଖେଇ ଦେଲେ। ଯୋଉ ଲୋକମାନେ ସେମାନେ ସେଇ ରାଜା ଏବେ ଦେଖୁଛନ୍ତି, ସେତେବେଳେ ନବଖଣ୍ଡ କୋପରେ ପରିପୂର୍ଣ୍ଣ ହେଲା। ପ୍ରତିକୂଳ ତାର ମୁଖ ବିକଟାକ ହେଇଗଲା। ଅଗ୍ନିକୁଣ୍ଡକୁ ସାଧାରଣ ପରିମାଣ ଅପେକ୍ଷା ଆହୁରି 7 ଗୁଣ ସେମାନେ ବଢେଇ ଦେଲେ। ଆଉ ସେତେ ସୈନ୍ୟ ମାନଙ୍କ ମଧ୍ୟରେ କେତେକ ବଳବାନ ଲୋକଙ୍କୁ ବଳବତ ବାଛିକରି ନେଇକି ପକେଇ ବାଛିଲେ, ଆଉ ସହଜ ମହବତକୁ ନେଇକି ପ୍ରଦୂଷିତ ଅଗ୍ନିକୁଣ୍ଡରେ ପକେଇ ଦେଲେ। କିନ୍ତୁ ଯୋଉ ପୁରୁଷମାନେ ଆପଣା ପାଇଜାମା ଅଙ୍ଗରକ୍ଷା ଉତ୍ତମ ଅନ୍ୟାନ୍ୟ ବସ୍ତ୍ର ସମେତ ଅଗ୍ନିକୁଣ୍ଡ ନିକ୍ଷିତ ହେଲେ, ଆଉ ରାଜା ଅଗ୍ନିକୁଣ୍ଡ ଅତିଶୟ ଉତ୍ତପ୍ତ ହେଲା ଯେ ଯେଉଁ ଲୋକମାନେ ସୈନ୍ୟ ଅଗ୍ନିକୁ ଧରିଥିଲେ ସେମାନେ ଅଗ୍ନି ଶିକାରେ ହତ ହେଲେ। ପୁଣି ଅବେଦନଗ ଏଇ 3 ଜଣ ବନ୍ଧା ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପଡିଲେ। ଏଥିରେ ରାଜା ନଗର ସମର୍ପିତ ଶୀଘ୍ର ଉଠିଲା, ଆଉ ମନ୍ତ୍ରୀ ମାନଙ୍କୁ କହିଲା ଆମେ କଣ 3 ଜଣ ଲୋକକୁ ବାନ୍ଧି ପକେଇଥିଲୁ, କାହିଁକି ରାଜା ଉତ୍ତର କଲେ ହଁ ସତ୍ୟ ମହାରାଜ। ରାଜା ଉତ୍ତର ନା ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବା 4 ମୁକ୍ତ ଲୋକକୁ ଦେଖୁଛି। ଏ 4 ଜଣ ଆଉ ଜଣେ ବ୍ୟକ୍ତି କିଏ, ସେମାନଙ୍କର କୌଣସି କ୍ଷତି ହୁଏ। ପୁଣି 4ର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କର ପୁତ୍ର ସଦୃଶ। ସେତେବେଳେ ନବକର୍ଣ୍ଣିତ ବର୍ଦ୍ଧତ ଅଗ୍ନିକୁଣ୍ଡ ନିକଟ ଯାଇଗଲା। ହେ ସର୍ବପରିସ୍ଥ ପରମେଶ୍ୱରଙ୍କର ସୈଦ୍ର ମହିଷଙ୍କ ଅବେଦନଗ, ତମେ ବାହାର ହୋଇ ଏଠାକୁ ଆସ। କହିଲେ ସୈଦ୍ର ମହିଷ ଅବେଦନଗ ଅଗ୍ନିକୁଣ୍ଡରୁ ବାହାର ହୋଇ ଆସିଲେ। ଆଉ ପୁଣି କ୍ଷତିପାଳ ରାଜପ୍ରତିନିଧି ଦେଶାଧ୍ୟକ୍ଷ ରାଜମା ଏକତ୍ର ସେ 3 ଜଣଙ୍କୁ ଅନାଇ ଦେଖିଲେ ଯେ ଅଗ୍ନି ସେମାନଙ୍କର ଶରୀର ଉପରେ କିଛି କ୍ଷତି ପ୍ରକାଶ କରିପାରିଲା ନାହିଁ, କିମ୍ବା ସେମାନଙ୍କ ମସ୍ତକର କେଶ କିଛି ଦଗ୍ଧ ହୋଇପାରିଲା ନାହିଁ, ଅଥବା ସେମାନଙ୍କର ପାଇଜାମା ବିଚ୍ୟୁତ ହେଲା ନାହିଁ, କିମ୍ବା ସେମାନଙ୍କର ଶରୀର ଅଗ୍ନିର ଗନ୍ଧ ମଧ୍ୟ ନାହିଁ। ନବକୃତରେ ଗଲା ସୈଦ୍ର ମହିଷ ଅବେଦନଗର ପରମେଶ୍ୱର ଧନ୍ୟ। ଏ ଯୋଉ ପରମେଶ୍ୱରଙ୍କୁ ସୈଦ୍ର ଅବେଦନଗ ଆଜି ସେମାନେ ବିଶ୍ୱାସ କଲେ, ଏ ପ୍ରାର୍ଥନା ଶକ୍ତି ଆଜି ପ୍ରକାଶ କରିଦେଲେ, ବିଶ୍ୱାସ କଲେ, ସେମାନେ ଧନ୍ୟ। ସେଇ ଧନ୍ୟ ଯେହେତୁ ସେ ଆପଣଙ୍କର ଦୂତ ପଠେଇଲେ, ତାଙ୍କର ଯେଉଁ ଦାସମାନେ ତାହାଙ୍କର ବିଶ୍ୱାସ କଲେ, ଆପଣ ମାନଙ୍କର ସେଇ ଭିନ୍ନ ଯେପରି ଅନ୍ୟ କୌଣସି ସେବାକୁ ପ୍ରଣାମ ନ କରିବେ, ଏଥିପାଇଁ ରାଜବାକୁ ଅନ୍ୟଥା କରି ଆପଣ ଶରୀର ସମର୍ପଣ କଲେ, ସେମାନଙ୍କୁ ଉଦ୍ଧାର କଲେ। ଏଥିପାଇଁ ମୁଁ ଏବେ ଏଇ ଆଜ୍ଞା ଦେଉଛି। ପ୍ରଥମ ଆଜ୍ଞା ଦେଇଥିଲେ ଯେ ପ୍ରଣାମ ନ କରିବେ, ଅଗ୍ନିକୁଣ୍ଡ ନିକ୍ଷିପ୍ତ। ଏବେ ମୁଁ ଏଇ ଆଜ୍ଞା ଦେଉଅଛି ଯେ ପ୍ରତ୍ୟେକ ଗୋଷ୍ଠୀ ଦେଶୀୟ ଭାଷାବାଦୀ ସୈଦ୍ର ମୈତ୍ର ଅବେଦନଗର ପରମେଶ୍ୱର ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇକି କଟାଯିବେ ଓ ସେମାନଙ୍କର ଗୃହ କ୍ଷତ ରାଶି ହେବ। କାରଣ ଏ ପ୍ରକାର
ଶହୀଦ ମିଶ୍ର ଅଭେଦ ନଗର ବାବିଲ ପଛରେ ଆହୁରି ପଦ ବୃଦ୍ଧି କରିଦେଲେ। ଯୋଉ ପୋଷ୍ଟରେ ଥିଲେ ସେ ପୋଷ୍ଟରେ ପ୍ରମୋସନ କରିଦେଲେ। ଏମାନଙ୍କର ଜୀବନ୍ତ ଈଶ୍ୱର ମୁଁ ବିଶ୍ୱାସ କରିପାରିଲେ ମୁଁ କହିଦେଉଛି ଦୁର୍ବଳ ବିଶ୍ୱାସ। ଏଇ ଆମମାନଙ୍କର ଜୀବନ୍ତ ଈଶ୍ୱର ଶହୀଦ ଅଭେଦନଗର ଈଶ୍ୱର ଜୀବନ୍ତ ଈଶ୍ୱର ଆମମାନଙ୍କର ଈଶ୍ୱର ହସ୍ତର ପାପୁଡ଼ିରେ ଆମମାନଙ୍କୁ ସେ ଲେଖିଛନ୍ତି ଧାର୍ମିକ ବୋଲି ଗଣିତ କରିଛନ୍ତି। ପିତା ପୁତ୍ରର ଅଧିକାର ଦେଇଛନ୍ତି। ସେ ପବିତ୍ର ପିତା ପ୍ରଭୁ ଆଜି ଏଇ ହେଲା ଆଜି ମୋ ନିମନ୍ତେ ଆଜି ଏ ବାକ୍ୟ ଏଇଟା ମୋ ମନକୁ ଆସିଲା ବନ୍ଧୁଗଣ ଏଇଟା ମୋ ବାକ୍ୟ ମୁଖରେ କହିଦେଉଛି ଏ ବିଶ୍ୱାସଟା ଯେପରି ଧରି ରଖିବେ। ସେଇପରି ଆଉ ଗୋଟେ ଘଟଣା ଆମେ ଜାଣୁ କେତେ ଘଟଣା ଅଛି ବାଇବେଲରେ ପ୍ରେରିତ 16:25 ମାତ୍ର ମଧ୍ୟରାତ୍ରିରେ ପାଉଲ ଶିଲା ନିକଟରେ ପ୍ରାର୍ଥନା ସ୍ତବଗାନ କରୁଥିଲେ। ଫିଲିପ ନଗରରେ ପ୍ରଚାର କରିବା ସମୟରେ ନଗର ଅଧ୍ୟକ୍ଷ ମାନେ ଶାସନକର୍ତ୍ତା ମାନେ ପାଉଲ ଶିଲାଙ୍କୁ ଧରି ବିସ୍ତାର ରୂପେ ପ୍ରହାର କଲେ। ପ୍ରଚାର କଲେ ପ୍ରଭୁଙ୍କର କଥା କହିବା ସମୟରେ ବିସ୍ତାର ରୂପେ ପ୍ରଚାର କଲେ। ଆଉ କାରାଗାରରେ ନିକ୍ଷେପ କରି ପାଦରେ କଣ କଲେ ହରିକାଠ ଲଗେଇଦେଲେ। କି ଅନ୍ୟାୟ କଲେ ସେମାନେ। ପ୍ରଭୁଙ୍କର କଥା କଲା ବେଳକୁ ଏପରି କଥା ସେମାନଙ୍କୁ କଲେ। ଏପରି ଅବସ୍ଥାରେ ପାଉଲ ଶିଲା କଣ କରିଛନ୍ତି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେମାନେ ସ୍ତବଗାନ କରୁଛନ୍ତି। କାରାଗାରରେ ଥାଇ ଜେଲରେ ଥାଇ ସେମାନେ ପ୍ରଭୁଙ୍କର ପରମେଶ୍ୱରଙ୍କ ଯୋଉ ପରମେଶ୍ୱରଙ୍କ ସେବା ସେ ପ୍ରଚାର କରୁଥିଲେ ସେମାନେ ସ୍ତବଗାନ ଗାଉଛନ୍ତି ଧନ୍ୟବାଦ କରୁଛନ୍ତି ପ୍ରଶଂସା କରୁଛି। ଭିତରେ ଆନନ୍ଦ ନଥିଲେ ସ୍ତବଗାନ କରିବା ସମ୍ଭବ ନାହିଁ। ଭିତରେ ଯଦି ଦୁଃଖ ଥିବ ମୋର ପରି ଲୋକ ପୋଲିସ ଅଫିସର ଲେଖିସ ହବ ମାତ୍ର ଟିକେ କଣ ହେଲେ ଦୁର୍ବଳିଆ ଲୋକ କିନ୍ତୁ ଆପଣଙ୍କର ପ୍ରାର୍ଥନା ଯୋଗୁଁ ଏ ମଣ୍ଡଳୀ ଯୋଗୁଁ ଆଜି ମୁଁ ଠିଆ ହେଇଛି। ପ୍ରଭୁ ମତେ ଠିଆ କରିଛନ୍ତି ମୋର ପରିବାରକୁ ଠିଆ ହେଇଛି ବୃଦ୍ଧା ବୟସରେ। ତେଣୁ ବନ୍ଧୁଗଣ ଏଇଟା ଯେ ଏତେ ଆଶୀର୍ବାଦ ରହିଥାଏ ସେମାନେ ସେଇ ଜେଲରେ ଥାଇ ସ୍ତବଗାନ କରୁଥିଲେ। ଭିତରେ ଆନନ୍ଦ କେବେ ସ୍ତବଗାନ ହେବ କି ଏ ପ୍ରାର୍ଥନା ହିଁ ଏକ ଅଙ୍ଗ। ସେମାନଙ୍କ ଅନ୍ତରରେ ଈଶ୍ୱରଙ୍କର ନ୍ୟାୟ ବାର୍ତ୍ତାର ପ୍ରତ୍ୟେକ ଗଭୀର ବିଶ୍ୱାସ ଥିଲା। ଆଉ ସେମାନଙ୍କ ସ୍ତବଗାନର ମଧ୍ୟରେ ଏ ପ୍ରମାଣିତ ହେଲା ଈଶ୍ୱର ସେମାନଙ୍କର ସବୁ ଅବସ୍ଥାରେ ଉଦ୍ଧାର କରିବାକୁ ଯେ ସମର୍ଥ ଅଟନ୍ତି। ଏହା ସେମାନଙ୍କର ବିଶ୍ୱାସ ଥିଲା। ସେମାନେ ସେମାନଙ୍କ ଦେହର ରକ୍ତାକ୍ତ ଅବସ୍ଥାରେ ପ୍ରତି ଦୃଷ୍ଟିପାତ କରିନାହାନ୍ତି। ଏତେ ତାଙ୍କୁ ମାଡ଼ ମାରିଛନ୍ତି ହରିକାଠ ଲଗେଇଛନ୍ତି ତଥାପି ସେଇଟାକୁ ସେମାନେ ଦୃଷ୍ଟିପାତ କରିନାହାନ୍ତି। ସେମାନଙ୍କର ପାଦର ହରିକାଠରେ ଦୃଷ୍ଟିପାତ କରିନାହାନ୍ତି କିମ୍ବା ସେମାନଙ୍କ ପ୍ରହାର ସେମାନଙ୍କ ଆଡେ ଦୃଷ୍ଟିପାତ କରିନାହାନ୍ତି। ସେମାନେ ପ୍ରଭୁ ଯୀଶୁଙ୍କର କ୍ଷତ ସବୁ ଦେଖିଲେ। ତାଙ୍କର କି ଗଭୀର ପ୍ରେମ। ପ୍ରଭୁ ଯୀଶୁଙ୍କୁ ଏତେ ପୁରୁଣା ପ୍ରଚାର କରାହେଲା। ମୁଣ୍ଡରେ କଣ୍ଟା ହାତରେ କଣ୍ଟା ପାଦରେ କଣ୍ଟା ଲଙ୍ଗଳ ଚାଷ କଲା ପରି ଏବେ ଚାଷ କରାହେଲା। ସେ ସମୟରେ ସେଇ ଆଡେ ତାଙ୍କର ଦୃଷ୍ଟିପାତ ହେଲା। ଏତେ କଷ୍ଟ ପଡିଲେ ପ୍ରଭୁ ଯୀଶୁ ଆମ ପାଇଁ ତାଙ୍କ ପ୍ରତି ଆମେ ପ୍ରଚାର କରୁଛୁ। এই সময় আমরা প্রভু যিশুকে দুঃখার ସେମାନେ କୃଷ ଆଡେ ସେମାନେ ଦୃଷ୍ଟିପାତ କଲେ। କି ଯାତନା କି କଷ୍ଟ ପ୍ରଭୁ ଯୀଶୁ ଆମ ପାଇଁ ଭୋଗିଥିଲେ ସେମାନେ ହୁଏତ ଅନୁଭବ କରତେ କୁଶାହତ ପ୍ରଭୁ ଯୀଶୁଙ୍କର ତିଳେ ତିଳେ ମୃତ୍ୟୁ ସେଇଟା ସେ ସମୟରେ ସେ ପ୍ରଭୁ ଯୀଶୁଙ୍କର କଷ୍ଟ ଯାତ୍ରା କୃଷକ ମଧ୍ୟକୁ ତିଳେ ତିଳେ ସେମାନେ ସେଇ ତୁଳନାରେ ସେମାନଙ୍କର ଯାତନା କେତେ ନଗଣ୍ୟ। ସେମାନେ ହୁଏତ ଭାବୁଥିଲେ ପ୍ରଭୁଙ୍କ ଦୁଃଖ ଭୋଗର ସୌଭାଗ୍ୟ ହେବା ହେତୁ ସେମାନେ ଧନ୍ୟ। ଏ କଷ୍ଟ ଆମେ ପାଉଛୁ ଯେହେତୁ ସେ କୃଷକ ଆମେ ଆଜି ଧନ୍ୟ। ସେମାନେ ଧନ୍ୟ। ସ୍ତବଗାନର ମାଧ୍ୟମରେ ସେମାନେ ଯୋଉ ପ୍ରାର୍ଥନା କରୁଥିଲେ ତା ସ୍ୱର୍ଗର ଈଶ୍ୱର ଶୁଣିବାକୁ ପାଇଲେ। ଜେଲରେ ଥାଇ କଷ୍ଟରେ ଥାଇ ଏହିପରି ଅବସ୍ଥାରେ ସେମାନେ ଗୀତ ସ୍ତ୍ରୋତ ଗାନ କରୁଛନ୍ତି। ଈଶ୍ୱର ନିଜେ ଶୁଣିଲେ ସିଂହାସନ ଶୁଣିବାକୁ ପାଇଲେ। ଏହି ସମୟରେ ଭୂମିକମ୍ପ ହେଲା। ଜେଲରେ ଥରିବାକୁ ଲାଗିଲା। ସମସ୍ତ କଏଦୀ ମାନେ କୁଆଡେ ପଳେଇଲେ। କଣ ହେବ ପରିସ୍ଥିତି କି ହେବ କାହାର ରକ୍ଷକ ତାର ଚାକିରି ଚାଲିଯିବ କି ପରିସ୍ଥିତି ହେବ ଏଇଟା ଦେଖିଲେ ଈଶ୍ୱର ଭୂମିକମ୍ପ ପଡିଗଲେ। ଏ ଅଦ୍ଭୁତ କଥା। ଭୂମିକମ୍ପ ହେଇଗଲା। ସେଥିରେ କାରାଗାରର ଭିତ୍ତିମୂଳ କମ୍ପି ଉଠିଲା। ଫାଉଣ୍ଡେସନ କମ୍ପିଲା। ଦୋଳମାନ ହେଇଗଲା। ସମସ୍ତ ଦ୍ୱାର ବଡବାଡ ହୋଇ ଖୋଳା ହେଇଗଲା। ସେମାନଙ୍କ ଭିତରେ ବେଡି ପାଦର କଡି ଘାଟ ଖସିଗଲା। ସେମାନେ ମୁକ୍ତ ହେଲେ। କିନ୍ତୁ ସେମାନେ ପଳେଇଲେ ନା କଣ କାରାଗାର ରଖ ସେଇଦିନ ଏ ପରିବର୍ତ୍ତନ ଏଇ ପ୍ରଚାର ଦ୍ୱାରା ସେମାନେ ଭିତରକୁ ଆସିଲେ।
সেই প্রত্যাচার কারাগার রক্ষক পরিত্রাণ পাইলা, পরিবার পরিত্রাণ পাইলে, আত্মগুড়ে আত্মরক্ষা ହେଲା, ପରିବାର ଲୋକ ସେ ଆତ୍ମରକ୍ଷା କଲେ। କି ଅଦ୍ଭୁତ କଥା, କି ଅଦ୍ଭୁତ ବିଶ୍ୱାସ ସେମାନଙ୍କ ସେଇ ପ୍ରଭୁଙ୍କ ଠାରେ କାରାଗାର ରକ୍ଷକ ସେଇଦିନ ପରିତ୍ରାଣ ଲାଭ କଲେ। କି ଶକ୍ତିଶାଳୀ ଥିଲା ସେମାନଙ୍କ ବିଶ୍ୱାସ ପ୍ରାର୍ଥନା। ବନ୍ଧୁଗଣ, ପ୍ରଭୁ ଆମମାନଙ୍କର ଜୀବନ୍ତ ପ୍ରଭୁ, ସେଭଳି ଶହୀଦଙ୍କ ରକ୍ଷାକାରୀ, ପାଉଲ ଶିଳାଙ୍କ ରକ୍ଷାକାରୀ, ଆଜି ଆମମାନଙ୍କୁ ମଧ୍ୟ ରକ୍ଷାକାରୀ। ଆମେ ମଧ୍ୟ ସେପରି ଭାବେ ତାଙ୍କ ଠାରେ ଯଦି ନିର୍ଭର କରୁ, ବିଶ୍ୱାସ କରୁ, ସେ ଅନୁସାରେ ଚାଲୁ, ପ୍ରଭୁ କେବେ ହିଁ ଆମମାନଙ୍କୁ ଛାଡ଼ିବେ ନାହିଁ। କେବେ ଆମମାନଙ୍କୁ ସେ ଆମମାନଙ୍କର ପାଇଁ ନିମନ୍ତେ ସେ କେତେ ନା ସେ ସାହାଯ୍ୟ କରି ଆସୁଛନ୍ତି, ଉଦ୍ଧାର କରି ଆସୁଛନ୍ତି। ଏସବୁ ଅର୍ପିତ ବିଷୟ ଆମମାନଙ୍କ ପାଇଁ ରହିଛି। କିନ୍ତୁ ବନ୍ଧୁଗଣ, ମୁଁ କହି ସିନା ଦେଉଛି, ମୋ ପାଖରେ ସେ ବିଷୟଟା ଆଜି ଅଭାବ ଅଛି। ଆଉ ଗୋଟେ କିଛି ବିଷୟ ଦେଖିବା ଯେ ଏଲିୟଙ୍କର ବିଷୟ। ଏଲିୟ ଯାକୋବ 5 ପର୍ବର 7 ପଦରେ ଅଛି, ଏଲିୟ ଆମମାନଙ୍କ ଏପରି ସୁଖ ଦୁଃଖ ଭୋଗେ ମନୁଷ୍ୟ ଥିଲେ, କିନ୍ତୁ ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ। ଆଉ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ। ଏଟା ଆହବଙ୍କର ନେତୃତ୍ୱରେ ଯେତେବେଳେ ଇସ୍ରାଏଲ ଜାତି ଘୋରସାର ପ୍ରତିମା ପୂଜାରେ ଲିପ୍ତ ହୋଇ ଈଶ୍ୱରଙ୍କର ମହାକ୍ରୋଧର ପାତ୍ର ହେଇଥିଲେ, ତେବେ ଏଲିୟ ଈଶ୍ୱରଙ୍କର ଭାବବାଦୀ ଥିଲେ। ସେ ସମୟରେ ଈଶ୍ୱରଙ୍କ ଅନ୍ତରର ତୀବ୍ର ବେଦନା ତାହାର ହୃଦୟରେ ମଧ୍ୟ ଜାଗ୍ରତ ହେଲା। ତେବେ ସେ ଆହବଙ୍କୁ ଶିକ୍ଷା ଦେବା ନିମନ୍ତେ ମହା ପରାକ୍ରମରେ ପ୍ରାର୍ଥନା କଲେ, ଯେପରି ଦେଶରେ ବୃଷ୍ଟି କିମ୍ବା ଶିଶିର କିଛି ନ ପଡୁ, ଯୋଉଟା ପ୍ରଥମ ରାଜା 17ରେ। ଏଇ ସେଇ ସମୟରେ ଯେପରି ସେ ବର୍ଷା ଏଇ ସମସ୍ତ ବନ୍ଦ କରିବା ନିମନ୍ତେ ଆହବଙ୍କ ଦେଖାନ୍ତେ ମହାପରାକ୍ରମ ପ୍ରାର୍ଥନା, ଯେପରି ବୃଷ୍ଟି କିମ୍ବା ଶିଶିର ନ ପଡୁ। ଆଉ ସତ୍ୟ ଦେଶରେ 3.5 ବର୍ଷ ପର୍ଯ୍ୟନ୍ତ ବୃଷ୍ଟି କିମ୍ବା ଶିଶିର କିଛି ପଡିଲା ନାହିଁ। ଏଇ ଯୋଉ ପ୍ରାର୍ଥନା ଯାହା ଏଲିୟ କରିଥିଲେ, ବୃଷ୍ଟି ବନ୍ଦ କଲେ। ସୂର୍ଯ୍ୟ ଚନ୍ଦ୍ର ପୃଥିବୀର ବିବର୍ତ୍ତ ଫଳରେ ପୃଥିବୀର ଋତୁର ପରିବର୍ତ୍ତନ ହୁଏ ଏବଂ ବୃଷ୍ଟି ବର୍ଷା ଶିଶିରପାତ ଝଡ଼ ତୋଫାନ ବନ୍ୟା ଇତ୍ୟାଦି ପ୍ରାକୃତିକ ଘଟଣା ଘଟେ। ତେଣୁ ବର୍ଷା ବନ୍ଦ କରିବାକୁ ଗଲେ ସମସ୍ତ ସୌରଜଗତକୁ ପରିବର୍ତ୍ତନ କରିବାର ପ୍ରয়োଜନ। ସେମାନଙ୍କ ଏ ସମସ୍ତ ସୌରଜଗତ ପରିବର୍ତ୍ତନ, ସୂର୍ଯ୍ୟ ଚନ୍ଦ୍ର ପୃଥିବୀ ଗତିବିଧିରେ ପରିବର୍ତ୍ତନ କରିବା ପ୍ରয়োଜନ। ଯଦି ସବୁ ସ୍ୱ ସମୟରେ ଚାଲୁ, ତାହେଲେ ନିରୂପିତ ସମୟରେ ବୃଷ୍ଟି ପଡିବ, ଶିଶିର ପଡିବ, ଝଡ଼ ତୋଫାନ ହେବ। କିନ୍ତୁ ଏହାର ପରିବର୍ତ୍ତନ ଘଟାଇବାକୁ ଗଲେ ସମସ୍ତ ସୌର ଜଗତର ପରିବର୍ତ୍ତନ ଘଟାଇବା ପ୍ରয়োଜନ ହୁଏ। ତେଣୁ ପ୍ରାର୍ଥନା ଦ୍ୱାରା କଣ ଅସାଧ୍ୟ କାମ ହିଁ ସାଧିତ ନ ହୋଇପାରେ। ମନୁଷ୍ୟ ତାର ବିଦ୍ୟା ବୁଦ୍ଧି ବଳରେ ଏହି କାର୍ଯ୍ୟ ସାଧନ କରିପାରିବ ନାହିଁ। ବର୍ତ୍ତମାନ ବୈଜ୍ଞାନିକ ଉନ୍ନତି ଫଳରେ ମନୁଷ୍ୟ କୌଣସି ସ୍ଥାନରେ ସାମୟିକ ବୃଷ୍ଟିପାତ ଘଟାଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ 3.5 ବର୍ଷ ବର୍ଷା ବନ୍ଦ କରିବା ପାଇଁ କୌଣସି ବୈଜ୍ଞାନିକ ଫର୍ମୁଲା ସେମାନଙ୍କ ପାଖରେ ନାହିଁ। ବିଜ୍ଞାନରେ କିଛି ସମୟ ପାରି, କିନ୍ତୁ 3.5 ବର୍ଷ କୋଉ ଫର୍ମୁଲା ଅଛି? କୋଉ ବୈଜ୍ଞାନିକ ଲୋକ ବନ୍ଦ କରିପାରିବେ? 3.5 ବର୍ଷ ପର୍ଯ୍ୟନ୍ତ ବର୍ଷା କେବେ ବନ୍ଦ କରିପାରିବେ ନାହିଁ। ଈଶ୍ୱରଙ୍କର ଗୌରବ ରକ୍ଷା କରିବା ନିମନ୍ତେ ସମ୍ଭବ ହୁଏ। ଯଦି ଆମେ ମାନେ ସମସ୍ତେ ବିଶ୍ୱସ୍ତ ଭାବରେ ମନକୁ, ତେବେ ତାଙ୍କ ଏଇ ଗୌରବର ନିମନ୍ତେ ଅସାଧ୍ୟ ସାଧନ କରିବା ଆମମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ହେବ। ତେଣୁ ତମାନେ ସଦା ପ୍ରଭୁଙ୍କର ତାଙ୍କ ପରାକ୍ରମର ଅନ୍ୱେଷଣ କର, ସଦାସର୍ବଦା ତାଙ୍କର ମୁଖର ଅନ୍ୱେଷଣ କର। ସଦାସର୍ବଦା ଦୁଃଖ ଆସୁ, କଷ୍ଟ ଆସୁ, ପରୀକ୍ଷା ଆସୁ, ସମସ୍ୟା ଆସୁ, ସବୁବେଳେ ଧନ୍ୟବାଦ ପ୍ରଶଂସା। ପ୍ରଭୁ, ତମେ ଆଜି ଏଇ ରୋଗ ବ୍ୟାଧି କଷ୍ଟ ଆସିଛି, ତମ ନାମ ଧନ୍ୟ ହଉ। ଏଇଟା ମୁଖରେ ମୁଁ କହୁଛି, ମୁଁ କରିପାରୁନା, ମୁଁ ଦୁର୍ବଳ ମନୁଷ୍ୟ, ମୁଁ କରିପାରୁନାହିଁ। କାହିଁକି ପ୍ରଭୁ ବାକ୍ୟ ମତେ ଦେଲେ? ମତେ ସେ ଧୈର୍ଯ୍ୟ ସାହସ ଦେବା ପାଇଁ ବୋଲି ବାକ୍ୟ ଦେଲେ। ତେଣୁ ବନ୍ଧୁଗଣ, ମନୁଷ୍ୟ ଆଜି ଆମେ ହୁଏତ ଆମମାନେ ମନୁଷ୍ୟ ହେବା ଦୁର୍ବଳ ହେଇଯାଉ, କିନ୍ତୁ ପ୍ରଭୁ ଯେ ଆମମାନଙ୍କ ନିମନ୍ତେ ଶକ୍ତିଶାଳୀ, ଏଇଟା ହଉଛି ବହୁତ ବଡ। ଏଇ ସମସ୍ତ ବାକ୍ୟ ଦ୍ୱାରା ଆମେ ଦେଖିବାକୁ ପାରୁଛୁ। ଆଉ ଗୋଟେ ବିଷୟ କହିକି ସମାପ୍ତ କରିବେ। ଯୌନ 14 ପର୍ବର 12 ପଦ। ସତ ସତ ମୁଁ ତମାନଙ୍କୁ କହୁଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯୋଉ କର୍ମ କରୁଛି ସେ ମଧ୍ୟ ସେ ସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ। ଏଇଟା ଗୋଟେ ସମ୍ଭବ ପ୍ରଭୁ ଯୀଶୁ କରୁଛନ୍ତି। ଆମେ ମନୁଷ୍ୟ ତାଠୁ ଅଧିକ କରିପାରିବା କି? କିନ୍ତୁ ପ୍ରଭୁ ଏଠି କହିଛି,
विश्वास माने प्रभु जीशु अधिक बड़ बड़ कर्म करें विश्वास करने अनेक प्रकार कठिन विषय किंतु आश्चर्य जे यही कथा सब स्वयं प्रभु जीशु कहते मनुष्य कही प्रभु जीशु कहते से निश्चय मिछ कथा कही भाई तो देखले मन हुए जे प्रभु जीशु स्वयं ईश्वर जगत बेले जिते आश्चर्य कर्म कर मृत व्यक्ति को बंचई लाजार 4 दिन लाजार को बढ़ई बंचई केते आश्चर्य कार्य कर कौन आम मनुष्य हो बड़ बड़ काम कम करवा ये प्रश्न शैतान आनीदेव किंतु प्रभु जी स्वयं कहते मो ठार अधिक महत् कर्म कर ऊपर कथा सब कहवा प्रभु जीशु कहले मु पिता निकट को जाऊँ पुणी पिता जेपरी पिता पुत्र महिमान्वित हुअन्ति एथि निमंते तुम माने मो नाम जहाँ किसी मागिब ताहा साधन करी 2:14-13 अनुसार मु पिता निकट जाए मु तुम सहाय आत्मा पठाऊची तुम निराश करूना हताश करूना से सहायक आत्मा पठाऊची तेणु नहीं जो जहाँ किसी मागिब मु तुम निमंते ताहा साधन करी देखा जाए जे निज शक्ति कौन कार्य साधन करवा ता नुहे किंतु से मदद कार्य करेंगे से जब जगत में थिले तबे शैतान जगत ऊपर तार अधिपत्य विस्तार कर रखिले किंतु प्रभु जीशु तांको जगत अधिपति बोली वर्णना करछन्ते जगत जोहन 14:3 किंतु से तार कृषि अमृतर गुण रे तार अधिपत्य कर्त सब चुरमार कर दैछन्ते ए जगत रे जाके सेही जो कुसुम ताको पद तले दल चुरमार करते कलसिय 2:15 एबे से स्वर्ग मंत्र समस्त कर्तृत्व धारण करी पितांक दक्षिण उपविष्ट अछन्ति ए मंडलीर मस्तक सुतरां से जगत रे थिबा बेले से काम करूथिले सेतेबेले ताठार बड़ काम करि परबे आमानक द्वारा अने कृष्णर विजय परे शैतानर शक्ति चुरमार हो जाइछि एवं से जगतर अधिपति आमे निजर शक्ति रे किछि करबा को समर्थ नुह किंतु ताहांक नाम रे आमे महान आश्चर्य कार्य करने को समर्थ हो पारिबा तेणु मुझे तुम सत्य कहूँ जदि गोटे सोरिष दाना पड़ी तुम विश्वास थाए से पर्वत को एठार उठी घुंची जाओ बोली कहले घुंची जीव आउ किसी तुम मान असाध्य हेब नहीं बंधुगण प्रभु ही समस्त आश्चर्य कार्य कर जाइछन्ति आमानकन्ते साधन करिछन्ति पिता ईश्वर करिछन्ति एवं आमानको मध्य से अधिकार दैछन्ति किंतु से अधिकार निश्चय जाय पाए से शक्तिशाली हेबा पाए दुर्बल मान को निमंते से शक्तिशाली करबा पाए प्रभु कार्य करि जाउछन्ति एही प्रार्थना जे प्रस्तर को मध्य क्षय करि पारे जल प्रस्तर को क्षय करे प्रार्थनार शक्ति पथर गोटे शक्ति जिनिस किंतु जल गोटे तल पदार्थ जल प्रस्तर को क्षय करे अथच गोटे पथर ऊपर जदि क्रमागत जलधारा बहुथिब तेबे से शक्त पथर मध्य क्षय पाई हेबो अध्यय व्यवसाय कौन करि न हुए किंतु आमे क्रमागत प्रार्थना करिताउ तेबे अवश्य ही महाकार्य साधन हेबो प्रार्थनार प्रवाह शक्ति ओ कठिन मना लोक मन मध्य तरला दे पारिबो प्रार्थना मध्य एक प्रचंड शक्ति निहित अछि आमे जदि ताहा व्यवहार करबा ताले अवश्य कठिन चित्त लोक माने मध्य परिवर्तित होई प्रभु चरण नतमस्तक हेबे ईश्वर वाक्यर शक्तिर संग यदि प्रार्थना शक्ति संशोधित हुए तबे एपरि कौन सी कठिन हृदय रही न पारे ता भांगी चुरमार हेबो अवश्य समस्त जे परित्राण पाइबे ता नहीं किंतु जो माने परित्राण पाइ मनोनीत छन्ति सेमानको द्वारा कठिन आचरण भांगी चुरमार हेबो प्रभु यीशु मने कहछन मनुष्य सर्वदा प्रार्थना करिबार उचित निरुत्साह हेबा उचित नुहे प्रार्थनार परिचय सर्वापेक्षा बड़ विषय है धैर्य आमे प्रार्थना करि थाओ विलंब हेले प्रार्थना को उत्तर आसुना अधैर्य एटा मो पाई अधैर्य मनुष्य मन वर्ष टिक विलंब हो गले एवं निश्चय आपण माने प्रार्थना करछन्ति आम पाई मो पुअर चाकरी पाई हमर जहा गुडे जमीर बिक्री पाई ताहिच प्रार्थना समय अनुसार कार्य हेबो किंतु मु अधैर्य मनुष्य विचलित मनुष्य अस्थिर मनुष्य एटा मो पाई भाग्य आज मो पाई आस धैर्य धरिबा पाई प्रार्थना जेपरि क्रमागत चली निश्चय प्रभुंकर संतान
आमनकर बड़ भाई राहुल आज्ञा जेपरि प्रार्थना करती वीरेंद्र आज्ञा प्रार्थना करती आमनकर मधुसूदन मुनि नाम धरी समस्त प्रतिदिन क्रमागत प्रस्तुत कठिन हृदय पेशी जल प्रस्तर जल है वाक्य प्रार्थना माध्यम से समस्त क्षय कर प्रार्थना कर अमर भाई मध्य प्रार्थना कर चारि जनकर प्रार्थना प्रत्येक प्रार्थना महिला समितिर प्रार्थना राति नाइट प्रेयर प्रार्थना आशीष धारार प्रार्थना मॉर्निंग प्रेयर प्रार्थना मत मोर परिवार को रक्षा करछि एणु प्रार्थना पर सर्व बड़ विषय है धैर्य ईश्वर को इच्छा जदि आम कौन विषय प्रार्थना करुवा ताले से अवश्य पूर्ण हेब कारण प्रत्येक जिनिसर गोटे निजस्व समय अच्छी आम कौन प्रार्थना व्यर्थ हेब नहीं प्रार्थना द्वारा गोटे आत्मिक शक्ति प्रवाहित हुए यही आत्मिक शक्ति अंधकार शक्ति को पराजित करे गोटे बड़ पत्थर ऊपर यदि गोटे हातुड़ी दे क्रमागत मरा जाए तेरे से पत्थरटा भांगी जीव प्रत्येक आघात प्रस्तर शक्ति को पारस्परिक संयोग को अलग करें एपरी गोटे समय आसे तेरे गोटे फाटिबार देखा बड़ पत्थर खंड खंड हो पड़े एपाई वर्तमान जगतर कठिन अवस्था मध्य आम निरंतर प्रार्थना कर उचित प्रभु को काम प्रभु ही निज करेंगे आम तुम मांस मध्य प्रस्तरम हृदय काढ़ी ना और आम तुम मांस हृदय देवा यही प्रभु जीशुकर पिता ईश्वर पुत्र ईश्वर पवित्र आत्मा ईश्वर शक्तियुक्त विजय साधन कार्य शक्तियुक्त कार्य प्रार्थना द्वारा एवं शक्ति कार्य आम को कर मो मो परिवार प्रार्थना करेंगे आज मो पु बो नातुणी से माने हमर पाला खेली आसुसंती निज गाड़ी रे एते दूर रास्तार जे ड्राइविंग पर से आसुसंती दयाकर से प्रार्थना करेंगे आज वाक्य माध्यम मु कहवा भर भूल थे क्षमा करेंगे एवं यही जो वाक्य द्वारा प्रत्येक को प्रभु आशीर्वाद कर प्रभु गौरवान्वित प्रेज द लॉर्ड आमेन 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 प्रेज द लॉर्ड धन्यवाद सदा प्रभु को आसु आम